ପାଲଝାର ଠାରୁ ସାଲୁଙ୍କି ଜଳସେଚନ ପ୍ରକଳ୍ପରୁ ଖରିଫ ଚାଷ ପାଇଁ ଆଜି ଜଳଯୋଗାଣ ଆରମ୍ଭ। ବୌଦ୍ଧ ବ୍ଲକ ଅନ୍ତର୍ଗତ ପାଲଝାର ଠାରୁ ବୌଦ୍ଧ ଜଳସେଚନ ବିଭାଗର ସାଲୁଙ୍କି ଜଳସେଚନ ପ୍ରକଳ୍ପରୁ ଚଳିତ ବର୍ଷ ଖରିଫ ଚାଷ ପାଇଁ ଶୁକ୍ରବାର ଦିନ ମଧ୍ୟାହ୍ନ 12:30 ସମୟରେ ଚାଷ କାର୍ଯ୍ୟ ପାଇଁ ପ୍ରକଳ୍ପରେ ପୂଜାର୍ଚ୍ଚନା କରାଯାଇ ସମସ୍ତ ଗେଟ୍ ଖୋଲାଯାଇ ଚାଷ କାର୍ଯ୍ୟ ପାଇଁ ମୁଖ୍ୟ କେନାଲ ଓ ଶାଖା କେନାଲ ମାଧ୍ୟମରେ ଜଳଯୋଗାଣ କରାଯାଇଛି। ପ୍ରକାଶ ଥାଉକି ସାଲୁଙ୍କି ଜଳସେଚନ ପ୍ରକଳ୍ପ ଅଧୀନରେ 18,793 ହେକ୍ଟର ଚାଷ ଜମି ଜଳସେଚିତ ହୋଇଥାଏ। ଏହି ପ୍ରକଳ୍ପ ଦ୍ୱାରା ବୌଦ୍ଧ, ବାଉଁଶୁଣୀ ସହିତ ହରଭଙ୍ଗା ବ୍ଲକର 8 ଗୋଟି ପଞ୍ଚାୟତର ଚାଷୀମାନେ ଉପକୃତ ହୋଇଥାନ୍ତି। ଏହି ପ୍ରକଳ୍ପ ଦ୍ୱାରା ବହୁ ଚାଷୀ ଚାଷ କାର୍ଯ୍ୟରେ ଉପକାର ନିର୍ଭର କରିଥାନ୍ତି। ବିଭାଗ ପକ୍ଷରୁ ଉନ୍ନତମାନର କେନାଲ ନିର୍ମାଣ ଯୋଗୁଁ ତଳି ଅଞ୍ଚଳକୁ ଜଳସେଚିତ ହୋଇପାରୁଛି। ଫଳରେ କେନାଲ ଉପରେ ଚାଷ କାମ ପାଇଁ ନିର୍ଭର କରୁଥିବା ଚାଷୀମାନେ ଆନନ୍ଦ ପ୍ରକାଶ କରିଛନ୍ତି। ପ୍ରଥମେ ପୂଜାର୍ଚ୍ଚନା କରାଯାଇ ବୌଦ୍ଧ ଜଳସେଚନ ବିଭାଗର ନିର୍ବାହୀ ଯନ୍ତ୍ରୀ ଇଞ୍ଜିନିୟର ନରେଶ ବାରିକ, ସହକାରୀ ନିର୍ବାହୀ ଯନ୍ତ୍ରୀ କେଶରୁ ମୁର୍ମୁ, ସହକାରୀ ନିର୍ବାହୀ ଯନ୍ତ୍ରୀ ବିଷ୍ଣୁପ୍ରିୟା ଦେହୁରୀ, ସହକାରୀ ଯନ୍ତ୍ରୀ ବସନ୍ତ ମହାକୁଡ, ସୁବ୍ରତ ମଲ୍ଲିକ, ଶତ୍ରୁଘ୍ନ ଦିଗାଲ, ସଞ୍ଜୟ ମହାନ୍ତି ପ୍ରମୁଖ ବରିଷ୍ଠ ଅଧିକାରୀମାନଙ୍କ ଦ୍ୱାରା ଜଳଯୋଗାଣ ପାଇଁ ଗେଟ୍ ଖୋଲାଯାଇଥିଲା। ସମସ୍ତ ଗେଟ୍ ଖୋଲାଯାଇ ଚାଷୀମାନଙ୍କୁ ଜଳଯୋଗାଣ କରାଯାଇଥିବାରୁ ଚାଷୀମାନେ ମଧ୍ୟ ଆନନ୍ଦ ପ୍ରକାଶ କରିଛନ୍ତି। ପ୍ରକାଶ ଥାଉକି ବିଭାଗର ବରିଷ୍ଠ ଅଧିକାରୀ ଇଞ୍ଜିନିୟରମାନେ ଉପସ୍ଥିତ ରହି ଉକ୍ତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଫଳରେ ଆଗାମୀ ଦିନରେ ଚାଷୀମାନଙ୍କ ଜମିକୁ କିପରି ସୁଚାରୁ ରୂପରେ ଜଳସେଚିତ ହୋଇପାରିବ ସେଥିପାଇଁ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଅଞ୍ଚଳର ଚାଷୀମାନେ ଜଳସେଚନ ବିଭାଗକୁ ଆପତ୍ତି କରିଛନ୍ତି ଏବଂ ବିଭାଗ ପକ୍ଷରୁ ସମସ୍ତ ପ୍ରକାର ସହଯୋଗ କରାଯିବା ସହିତ ସମସ୍ତ କେନାଲ ମାଧ୍ୟମରେ ଚାଷୀମାନଙ୍କୁ ଠିକ୍ ଭାବରେ ଜଳ ଯୋଗାଇ ଦିଆବା ପାଇଁ ବୌଦ୍ଧ ଜଳସେଚନ ବିଭାଗର ନିର୍ବାହୀ ଯନ୍ତ୍ରୀ ନରେଶ ବାରିକ ପ୍ରକାଶ କରିଛନ୍ତି। ବୌଦ୍ଧରୁ ବୈଦ୍ୟନାଥ ସାମଲଙ୍କ ସହିତ ହରଭଙ୍ଗାରୁ ଚିତ୍ତରଞ୍ଜନ ସିଂଙ୍କ ରିପୋର୍ଟ, ମୋ ଜିଲ୍ଲା ଖବର।